ସୁଭଦ୍ରା ଯୋଜନାରେ ପୁଣି ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲ 22 ତାରିଖରେ ପୁଣି ଆସିବ 5,000 ସୁଭଦ୍ରା ଟଙ୍କା। ତ ଏହି ସୁଭଦ୍ରା ଟଙ୍କା କେଉଁମାନେ ପାଇବେ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଏବଂ କ'ଣ ସବୁ ଏହି ସୁଭଦ୍ରା ଟଙ୍କା ପାଇଁ ଯାଞ୍ଚ କରାଯିବ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କ'ଣ ଅପଡେଟ୍ ଦେଇଛନ୍ତି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁ କିଛି ଡିଟେଲ୍ସ କହିବି ଏବଂ କ'ଣ କରିବାକୁ ହେବ ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଆଜି 5:12 AM ପ୍ରକାଶ ପାଇଛି ଅର୍ଗୁସ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲରେ। ତ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାର ଖବର କ'ଣ ଆସିଛି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ପୁଣି ଏପ୍ରିଲ 22ରେ ଆସିବ ସୁଭଦ୍ରା ଟଙ୍କା। 22 ଓ 23 ତାରିଖରେ ଟଙ୍କା ପ୍ରଦାନ କରାଯିବ। ବାଦ୍ ପଡ଼ିଥିବା 1,70,000 ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ତାଙ୍କୁ ଟଙ୍କା ପ୍ରଦାନ କରାଯିବ। ଜିଲ୍ଲାୱାରୀ ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ କରାଯାଇ ତୃତୀୟ କିସ୍ତି ଦିଆଯିବ। ଦେଖନ୍ତୁ ଆଜ୍ଞା, ସୁଭଦ୍ରା ଯୋଜନାରେ ଆସିଲା ବଡ଼ ଖବର। ପୁଣି ଏପ୍ରିଲ 22 ତାରିଖରେ ଆସିବ ସୁଭଦ୍ରା ଟଙ୍କା। 22 ଓ 23 ତାରିଖରେ ଟଙ୍କା ପ୍ରଦାନ କରାଯିବ। ତାପରେ ବାଦ୍ ପଡ଼ିଥିବା 1,70,000 ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ତାଙ୍କୁ ଟଙ୍କା ପ୍ରଦାନ କରାଯିବ ଏବଂ ଜିଲ୍ଲାୱାରୀ ଆବେଦନର ସର୍ଭେ ମଧ୍ୟ କରାଯିବ। ଜିଲ୍ଲାରୁ ରିପୋର୍ଟ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ କରାଯାଇ ତାପରେ ତୃତୀୟ କିସ୍ତି ପ୍ରଦାନ କରାଯିବ ହିତାଧିକାରୀଙ୍କୁ। ତାପରେ ଏପ୍ରିଲ 14 ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ। ଏଥିସହ ତୃତୀୟ କିସ୍ତି ପରେ ଯେଉଁମାନେ 21 ବର୍ଷ ହେଇ ଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ୍ ହେବ। ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି। ହିତାଧିକାରୀମାନେ କିଛି ଲୋନ୍ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ତାପରେ 1 କୋଟି ହିତାଧିକାରୀ ହୋଇଯାଇଥିବାରୁ ବର୍ତ୍ତମାନ ଆଉ ନୂଆ ଆବେଦନ କରିପାରିବେନି। ରିଜେକ୍ଟ ଲିଷ୍ଟର ସର୍ଭେ କରାଯାଇ ବଞ୍ଚିତ ହିତାଧିକାରୀଙ୍କ ତୃତୀୟ କିସ୍ତି ଦିଆଯିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଖନ୍ତୁ ଆଜ୍ଞା, ଏପ୍ରିଲ 14 ପରେ ଘର ଘର ବୁଲି ପୁଣି ସର୍ଭେ କରାଯିବ। ଏଥିସହ ତୃତୀୟ କିସ୍ତିର ଯେଉଁମାନେ 21 ବର୍ଷ ହେଇଯାଇଥିବ ତାଙ୍କୁ ପୁଣି ସୁଭଦ୍ରା ଓପନ୍ ହେବ। ତାପରେ ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି। ହିତାଧିକାରୀମାନେ କିଛି ଲୋନ୍ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଖନ୍ତୁ ଆଜ୍ଞା, ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି। ତ କେଉଁ କାରଣରୁ କଟି ଯାଇଛନ୍ତି ନା ହିତାଧିକାରୀମାନେ କିଛି ଲୋନ୍ ଆଣି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତ ଦେଖନ୍ତୁ ଆଜ୍ଞା, ଯେଉଁମାନେ କଟି ଯାଇଛନ୍ତି ସେମାନଙ୍କର ଯାଞ୍ଚ କରାଯିବ। ଘର ଘର ବୁଲି 14 ତାରିଖ ପରେ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ଯଦି ସେମାନେ ଯୋଗ୍ୟ ଅଟନ୍ତି ନିହାତି ସେମାନଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତାପରେ ଦେଖନ୍ତୁ ଆଜ୍ଞା, ମୁଁ ଆପଣମାନଙ୍କୁ ବାରମ୍ବାର କହୁଛି ଯେ ଆପଣମାନଙ୍କର ଫାଷ୍ଟ ଡକୁମେଣ୍ଟସକୁ ଆପଣମାନେ ଠିକ୍ କରନ୍ତୁ। ଯଦି ଆପଣମାନଙ୍କର ଡକୁମେଣ୍ଟସ ଠିକ୍ ନାହିଁ ତାହେଲେ ଆପଣମାନେ କେବେ ହେଲେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତ ସର୍ବପ୍ରଥମେ ଆପଣମାନଙ୍କୁ କହୁଛି ଆଧାର କାର୍ଡ଼। ଯଦି ଆପଣମାନଙ୍କର ଆଧାର କାର୍ଡ଼ ଠିକ୍ ନାହିଁ ତାହେଲେ ଆପଣମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ତାପରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର ଯଦି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଠିକ୍ ନାହିଁ
ताहेले सुभद्रा टंका पाई पारिबे नाही ना केउपरि रहिबा आवश्यक मु आउ थरे आपण माननकु कहिछि। प्रथमे आधार कार्ड रे जेउपरि नाम अछि बैंक अकाउंट रे मध्य सेहीपरि नाम रहिबा आवश्यक। जदि आधार कार्ड रे एग्जाम्पल राम दास अछि ताहेले बैंक अकाउंट रे मध्य राम दास रहिबा निहाती आवश्यक। जदि गोटिए अक्षर मध्य भूल हो जाए ताहेले सुभद्रा टंका आपण माने केबे हेले पाई पारिबे नाही। तापरे आपण मानकर देखंतु आधार कार्ड रे बैंक अकाउंट सह लिंक होइथिबा आवश्यक। जदि आधार कार्ड बैंक अकाउंट सह लिंक होई नाही बा आधार लिंक होई नाही ताहेले आपण माने सुभद्रा टंका बा कोनोसी सरकारी योजना गुड़िक आपण माने केबे हेले पाई पारिबे नाही। तापरे आपण मानकर अकाउंट रे डीबीटी लिंक रहिथिबा आवश्यक। देखंतु आज्ञा आपण मानकर जेउ बैंक रे खाता खोलिछंती सही बैंक को जाई आपण माने सेठारे कहंतु जे डीबीटी लिंक करंतु तो सही सार माने डीबीटी लिंक करिदेबे। तापरे सरकारी योजना गुड़िक जेतिकी योजना गुड़िक अछि सबुतक योजना आपण माने एही डीबीटी लिंक साहाय्य रे पाई पारिबे। जदि आपण मानकर डीबीटी लिंक नाही ताहेले सुभद्रा टंका आपण माने केबे हेले पाई पारिबे नाही। तो एही सब स्टेप गुड़ी को आपण माने फॉलो करंतु। मु 100% गारंटी रो सहित कहूची आपण माने निश्चय एही सरकारी योजना बा सुभद्रा टंका आपण माने निहाती पाई पारिबे। तापरे देखंतु 1 कोटी हिताधिकारी होई जाइथिबारु वर्तमान आउ नया आवेदन करि पारिबेनी। रिजेक्ट लिस्ट रो सर्वे करा जाई वंचित हिताधिकारी को तृतीय किस्ती दिया जिबा नै कहिछंती उपमुख्यमंत्री प्रभाती परिडा। तापरे गत मार्च 8 तारिख महिला दिवस रे महिला को अकाउंट को आसीथिला सुभद्रा योजनार द्वितीय किस्ती टंका। तापरे ब्रह्मपुर आंबपुआ पड़िया रे आयोजित कार्यक्रम रे सामिल होई मुख्यमंत्री मोहन चरण माझी द्वितीय किस्ती टंका प्रदान करथिले। एहा पूर्वरु 6 तारिख रे प्रथम किस्ती रो पंचम तथा शेष पर्याय टंका पाइथिले राज्यर 2,30,000 रु अधिक हिताधिकारी। देखंतु आज्ञा मार्च 8 तारिख रे महिला दिवस रे अकाउंट को आसीथिला सुभद्रा योजनार द्वितीय किस्ती टंका। तापरे ब्रह्मपुर आंबपुआ पड़िया रे आयोजित कार्यक्रम रे सामिल होई मुख्यमंत्री मोहन चरण माझी द्वितीय किस्ती टंका प्रदान करथिले। एहा सह पूर्वरु 6 तारिख रे प्रथम किस्तीर पंचम तथा शेष पर्याय टंका पाइथिले राज्यर 2,30,000 रु अधिक हिताधिकारी। तो आपण माने सुभद्रा योजनार खबरटी पाई पारिले। जदि आपण माने ए पर्यंत टंका पाई नाहंती ताहेले आपण माने एप्रिल 22 तारिख रे पुणी टंका पाइबे। केते टंका ना 5,000 टंका। जेउ सबू आपण मानकु स्टेप गुड़ी को फॉलो करने को कहली सही स्टेप गुड़ी को आपण माने फॉलो करंतु। निहाती 100% गारंटी सहित कहूची आपण माने निश्चय सुभद्रा टंका पाई पारिबे। तो वीडियोटी जदि भल लगी थाए गोटे लाइक करंतु एवं मो चैनल को प्रथमे आसीथिले गोटे सब्सक्राइब करी ऑल नोटिफिकेशन उपरे क्लिक करंतु फलरे एहीपरि हेल्पफुल नुआ नुआ वीडियो आपण मानक ठारे प्रथमे पहुँचीबो। तो वीडियो को एठी एंड करूची। जय जगन्नाथ।